ନ୍ୟୁଟ୍ରିସନ ନଉଥିଲେ କିଏ ବି ଆପଣ ମାନେ ବି ଶୁଣୁଥିବେ ଆପଣ ମାନ ରିଲେଟିଭ ଭିତରେ କିଏ ନା କିଏ ଗୋଟେ ଥାନ୍ତି ଯିଏକି ଆପଣଙ୍କୁ ସବୁବେଳେ ନ୍ୟୁଟ୍ରିସନ ପାଇଁ କିଛି କିଛି ଉପଦେଶ ଦିଅନ୍ତି है ନା ଭଲ 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 ଉପଦେଶ ଦିଅନ୍ତି ଏଟାକୁ ଇଏ ନିଅନି ଇଏ କରନି ସେ କରନି ୱେଟ ଛାଡ଼ିଦେଲେ ବଢିଯିବ ତ ସବୁଠୁ ଶୁଭାକାଂକ୍ଷୀ ହେଲେ ସେଇ ବ୍ୟକ୍ତି ନାଇଁ କି ତ ଏମିତି ଘରେ ସମସ୍ତଙ୍କ ଫ୍ୟାମିଲିରେ ଏମିତି କିଛି କିଛି ଲୋକ 100% ଥିବେ ଯେ ତାଙ୍କ ହେଲ୍ଥ ଟୁ ଅଧିକା ଆପଣଙ୍କ ହେଲ୍ଥ ର ଚିନ୍ତା ସବୁବେଳେ ତାଙ୍କୁ ଲାଗି ରହିଛି 24 ଘଣ୍ଟା ଦିନ ଯାକରେ है ନା ସକାଳୁ ରାତି ଯାଇକି ହେଲା ତ ସିଏ ଯେତେବେଳେ ଆମେ ଏମିତି ଶୁଣୁ ଯେ ନାଇଁ ୟାକୁ ଖାଇଦେଲେ ଠିକ ଅଛି ଛାଡିଦେଲେ ବଢି ଯାଉଛି ଏମିତି ଯାହା ବି କିଛି ତ ତାର ଆକ୍ଚୁଆଲି ଲଜିକ କଣ ଅଛି ନା ତ ଗୋଟେ କ୍ୟାଲୋରୀ ମ୍ୟାନେଜମେଣ୍ଟ କନସେପ୍ଟ ଅଛି କ୍ୟାଲୋରୀ ମ୍ୟାନେଜମେଣ୍ଟ କଣ ନା କ୍ୟାଲୋରୀ ହେଲା ଆମ ବଡିରେ ଗୋଟେ ପ୍ରାଇମେରୀ ଏନର୍ଜିର ସୋର୍ସ ଆକୁ ଆମେ କ୍ୟାଲୋରୀ କହୁ ଯୋଉଟା ଆମେ ଦେହ ଖର୍ଚ୍ଚ କରେ ଆଚ୍ଛା କ୍ୟାଲୋରୀ ମିଳୁଛି କୋଉଠୁ ଯେକୌଣସି ଖାଦ୍ୟ ଖାଆନ୍ତୁ है ନା ପାଣିକୁ ଛାଡିଦେଲା ପରେ ସବୁଥିରେ କ୍ୟାଲୋରିଜ ଅଛି ଇନଫାକ୍ଟ ଆମର ଏଫ୍ରେଶ ରେ ଏନର୍ଜି ଡ୍ରିଙ୍କ ରେ ବି କ୍ୟାଲୋରିଜ ଅଛି ଦ୍ୟାଟ ଟୁ ବି 4 କ୍ୟାଲୋରୀ 4 କ୍ୟାଲୋରୀ है ना ତାମାନେ ଆମର କ୍ୟାଲୋରିଜ ଅଛି ତ ଆମେ ସବୁ ଖାଇବାରେ ଏନର୍ଜି ନଉ ବଟ ପ୍ରୋବ୍ଲେମ କଣ ଅଛି ଯେତେବେଳେ ଏକ୍ସେସ ଏନର୍ଜି ଆମେ ନଉଛେ ଆଉ ଯୋଉଟା କାମରେ ଲାଗୁନି ସେଟା ଆମ ଦେହରେ ଷ୍ଟୋର ହୁଏ ଚର୍ବି ଆକାରରେ ହେଲା ଏବେ ଯଦି ଜଣେ କହୁଛି ନାଇଁ ମୁଁ Recording in କିଛି progress. ଖାଉନି ମୋର ୱେଟ ବଢୁଛି ତାମାନେ ଏଟା ତ ପୁରା ମିଛ କଥା ନା ଯେ ଜଣେ ଖାଉନି ୱେଟ ଟା ବଢିବ ତାହେଲେ କେମିତି ୱେଟ ତ ପବନ ନୁହଁ ୱେଟ ହେଲା ଚର୍ବି ଆଉ ଚର୍ବି ଜମା ହୁଏ ହିଁ ଏକ୍ସଟ୍ରା କ୍ୟାଲୋରୀ ଖାଇଲେ ରାଇଟ ଆଉ ଲସ୍ ବି ସେମିତି ହୁଏ ଏକ୍ସଟ୍ରା କ୍ୟାଲୋରିଜ ଲସ୍ କଲେ ଆମେ ୱେଟ ଲସ୍ କରୁ ଯଦି ଆମେ ଏକ୍ସରସାଇଜ ଟିକେ କରୁଛେ ଆମ ଖାଇବା ପିଇବାରେ ଆମେ ଟିକେ ମାଇନସ କରୁଛେ ମାନେ ଇଆଡୁ ସିଆଡୁ ଖାଇବା ଟିକେ ମାଇନସ କରିଛେ ତେଲ ମସଲା ଭାତ ରୁଟି ଟିକେ ଖାଇବା ଆମେ କମେଇକି ହେଲ୍ଦି ଖାଇବା ଷ୍ଟାର୍ଟ କରୁଛେ ତ ଆମର ସେଠୁ ୱେଟ ଲସ୍ ହୁଏ ତାମାନେ ଇଏ ଯୋଉମାନେ ବି କହନ୍ତି ଯେ ନାଇଁ ୱେଟ ଆମର ଫ୍ଲକ୍ଚୁଏସନ ହେଇଯାଉଛି କିମ୍ବା ୱେଟ କମୁନି ଆଉ ସବୁ କମିଲା ସାର୍ ପେଟ କମୁନି ୱେଟ ଛାଡିଦେଲେ ବଢି ଯାଉଛି ତ ଏସବୁ ମିଛ କଥା ଏସବୁ ଏମିତି ନୁହଁ ଯଦି ଡିସିପ୍ଲିନରେ ଗୋଟେ ଲୋକ ଫଲୋ କରେ ତାହେଲେ ଆଇଡିଆଲ ୱେଟ ବି ଆସିବା ସମ୍ଭବ ଆଉ ସେ ୱେଟ କୁ ସବୁଦିନ ମେଣ୍ଟେନ କରିବା ବି ବହୁତ ଇଜି କଷ୍ଟ ନୁହଁ है ना जस्ट खाली माइंड सेट ରହିବା ଦରକାର ଯେ ଆମେ ଆଇଡିଆଲ ୱେଟ ରେ ନିଜ ହେଲ୍ଥ କୁ ମେଣ୍ଟେନ କରିବା ଜରୁରୀ କାରଣ ମେଣ୍ଟେନ ମୁସ୍କିଲ ୱେଟ ଲସ୍ ଟା ମୁସ୍କିଲ ନୁହଁ ୱେଟ ଲସ୍ ଆରାମ ସେ ହେଇଯାଏ ସିଷ୍ଟମ ରେ ରହିଲେ 4-6 ମାସ ଭିତରେ ଆଇଡିଆଲ ୱେଟ ଲୋକ ପଳେଇ ଆସୁଛନ୍ତି ଆମର ହାଏଷ୍ଟ ୱେଟ ଲସ୍ ସୀମାଞ୍ଚଳ ସାରେ ପାଖାପାଖି 45-47 କେଜିର ୱେଟ ଲସ୍ କେତେ ଦିନ ଭିତରେ 6 ମାସ 7 ମାସ ଭିତରେ କରିଦେଲେ ତାଠୁ ଅଧିକ ଆଉ କେତେ କମେଇବ ଗୋଟେ ଲୋକ ତାମାନେ ସବୁ ୱେଟ ଲସ୍ ଟା ଇଜି ବଟ ଫିଟନେସ ଆଇଡିଆଲ ୱେଟ କୁ ଆଇଡିଆଲ ହେଲ୍ଥ କୁ ମେଣ୍ଟେନ କରିବା ସେଇଟା ମୁସ୍କିଲ है ना ତା ପାଇଁ କଣ ଦରକାର ଡିସିପ୍ଲିନ ମାଇଣ୍ଡ ସେଟ ଦରକାର ଆଉ ଡିସିପ୍ଲିନ ମାନେ ଏଇଟା ନୁହେଁ ଯେ ଆମେ କିଛି ଖାଇବାନି ଲୋକ ଭୁଲ ଭାଲ ଭାବନ୍ତି ଲୋକ ଭାବନ୍ତି କିଛି ଖାଇବାନି ଆପଣଙ୍କୁ ବି ଲୋକ କହିବେ ଆଉ ତମେ କଣ କିଛି ଖାଉନ ଖାଲି ସାଲାଡ ଖାଇକି ରହିବ ନା କଣ କିଛି ଖାଇବାନି ନା କଣ ଫିଟ ରହିବ ବୋଲି କିଛି ଖାଇବନି है ना କାହିଁକି ନା ଲୋକଙ୍କ ମାଇଣ୍ଡ ସେଟ ରେ ଅଛି ପରା କନସେପ୍ଟ ଅଛି ଅଲଗା ଯେ ସାଲାଡ ଖାଇବା ହେଲା ଡାଇଟିଂ ବାକି ସବୁ ହେଲା ମାନେ ଚିକେନ ମଟନ ସବୁ ଖାଇବା ହେଲା ଖାଦ୍ୟ ବାକି ସାଲାଡ ଟା ଖାଇଲେ ଡାଇଟିଂ ସାଲାଡ ଖାଇଲେ ମାନେ ଡାଇଟିଂ କରୁଛନ୍ତି ଆପଣ ଲୋକ ଏଇଟା ଭାବନ୍ତି है ना କିନ୍ତୁ ହେଲ୍ଦି ଖାଇବା ଅନହେଲ୍ଦି ଖାଇବାର କନସେପ୍ଟ ଲୋକଙ୍କ ପାଖରେ କ୍ଲିୟର ନାହିଁ ସେଥିପାଇଁ ହୁଏତ ମେ ବି ନା ତ ନିଜେ ହେଲ୍ଦି ଅଛି ନା ତାଙ୍କ ଘରେ ସେ କାହାକୁ ଇନ୍ସପାୟାର କରିପାରୁଛି ରାଇଟ ଆମେ ସିଷ୍ଟମ ଜଏନ କରିକି ଏଇ ଜିନିଷଟା ଚେଞ୍ଜେସ କରୁଛେ ନିଜ ହେଲ୍ଥ ପାଇଁ ଯେ ଆମେ ବୁଝିପାରୁଛେ ଆକ୍ଚୁଆଲି ସିଷ୍ଟମ କଣ ଅଛି ଆମ ପାଇଁ କୋଉଟା ଜରୁରୀ ଅଛି ଖାଦ୍ୟ ଜରୁରୀ ଅଛି ନା ନ୍ୟୁଟ୍ରିସନ ଜରୁରୀ ଅଛି ଯଦି ଖାଦ୍ୟ ଜରୁରୀ ଅଛି ତାହେଲେ ଦିନକୁ 3 ଥର କଣ 6 ଥର ବି ଖାଇଲେ ଲୋକ ଶାନ୍ତି ହଉନି है କି ନାଇଁ ସତ କଥା ସକାଳେ ଏବେ ତ ବର୍ଷା ସିଜନ ଚାଲିଛି କାମ ଦାମ ଯଦି ନାହିଁ ଘରେ ବସିଲେ କଣ କରୁଛି ଦିନକୁ 6 ଥର 7 ଥର ଖାଲି ଖାଇବା ହିଁ ତ ଚାଲିছে କୋଭିଡ ଟାଇମରେ ଲୋକ କଣ କଲେ ପ୍ରତି 2 ଘଣ୍ଟାକୁ ଖାଇଲେ है ना ଖାଇ ଲୋକ ମୋଟା ହେଇଗଲେ है କି ନାଇଁ ସୋ ସେଥିପାଇଁ ଯଦି ଖାଇବା ପ୍ରାୟୋରିଟି ରହିବ ଗୋଟେ ଲୋକ କେତେ ଖାଇଲେ ବି ଶାନ୍ତି ହୁଏନି କିନ୍ତୁ ଯଦି ନ୍ୟୁଟ୍ରିସନ ପ୍ରାୟୋରିଟି ଅଛି ହେଲ୍ଥ ପ୍ରାୟୋରିଟି ଅଛି ତାହେଲେ ଆପଣ ଆପଣଙ୍କ ହିସାବରେ ଖାଇବା ଜରୁରୀ କୋଉ ଖାଦ୍ୟ ଆମେ ଖାଉଛେ ତା ଦେହରେ ଆମକୁ ମିଳୁଛି କଣ ସେଟା ଆମକୁ ଜାଣିବା ସେ ବହୁତ ଜରୁରୀ ରାଇଟ ତ ସେଥିପାଇଁ କ୍ୟାଲୋରୀ ମ୍ୟାନେଜମେଣ୍ଟ ଗୋଟେ କନସେପ୍ଟ ଯୋଉଥିରେ ୱେଟ ବି ଗେନ୍ ବି ହୁଏ ଓଜନ କମେ ବି ଆଉ ୱେଟ କୁ ମେଣ୍ଟେନ ବି କରାଯାଇପାରେ ରାଇଟ ତ ସେଥିପାଇଁ ଆମେ କ୍ୟାଲୋରୀ ମ୍ୟାନେଜମେଣ୍ଟ କନସେପ୍ଟରେ ନ୍ୟୁ ସିଷ୍ଟମକୁ ଫଲୋ କରୁଛନ୍ତି ଆଉ ଦରକାର ବି ନାହିଁ ଏତେ ବୁଦ୍ଧି ଲଗେଇବା ବାସ୍ 2 ଟାଇମ ନିଜର ଖାଇବାକୁ ଆମେ ମାଇନସ କରୁଛେ ଯୋଉଟା ଏସଏମଏସ୍ ପ୍ୟାଟର୍ନ ଅଛି ଯୋଉମାନେ ଫଲୋ କରୁଛନ୍ତି ମୁଁ ତ ଫଲୋ କରୁଛି ଏସଏମଏସ୍ ପ୍ୟାଟର୍ନ ଆଉ 2 ଟାଇମ ସେକରେ କେବେ ବି ୱେଟ ଲସ୍ ହୁଏନି ମାନେ 2 ଟାଇମ ନ୍ୟୁଟ୍ରିସନ ନେଲେ ୱେଟ ଲସ୍ ହୁଏନି ନ୍ୟୁଟ୍ରିସନ ନେଇକି ୱେଟ ଲସ୍ କରାଯାଏନି ଆପଣଙ୍କର ଲାଇଫଷ୍ଟାଇଲ ଚେଞ୍ଜେସ ଆଉ ଏକ୍ସଟ୍ରା କ୍ୟାଲୋରୀ ଖର୍ଚ୍ଚ ପାଇଁ ଯୋଉ ଆପଣ ଏକ୍ସରସାଇଜ କରୁଛନ୍ତି କିମ୍ବା କିଛି ଅଲଗା ଆକ୍ଟିଭିଟି ସେଇଥିରେ ୱେଟ ଲସ୍ 2 ଟାଇମ ସେକ୍ ତ ଆମେ ହେଲ୍ଦି ରହିବା ପାଇଁ ବି ନେଇପାରିବା ସେମିତିରେ କିଛି ଇଏ ନାହିଁ ରାଇଟ ସୋ नो प्रॉब्लम छोट टॉपिक बट बुझिबार कथा सेंस ର କଥା ଯେ Recording ଆମେ ଏଠି stopped. କେମିତି ନିଜର ଆଇଡିଆଲ ହେଲ୍ଥ କୁ ସବୁଦିନ ପାଇଁ ମେଣ୍ଟେନ ରଖିପାରିବା କାରଣ ସିଷ୍ଟମ ଆମକୁ ଡେ 1 ରୁ ଏଇଟା ହିଁ ଶିଖେଇଛି